ସାଙ୍ଗମାନେ ଆଜି ସିନ୍ଦୁର ଖେଳ ସିରିଏଲରେ ଦେଖନ୍ତୁ ମଲ୍ଲିକା ପିଲାମାନଙ୍କୁ କବାଟ ବନ୍ଦ କରି ଆଇରନ୍ ଗରମ କରି ପିଲାମାନଙ୍କୁ ମାରିବାକୁ ଚେଷ୍ଟା କରୁଥିବା ବେଳେ ରଶ୍ମି ରୁମ୍ର କବାଟ ଖୋଲି ଭିତରକୁ ଆସେ। ମଲ୍ଲିକା ରଶ୍ମିକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଏ ଆଉ ମନେ ମନେ ଭାବେ, ମୁଁ ତ କବାଟ ଭଲସେ ଦେଇଥିଲି, ହେଲେ ରଶ୍ମି କବାଟ କେମିତି ଖୋଲିଲା? ଆନ୍ୟା ଆଉ ଅନି ରଶ୍ମିକୁ ଜୋରସେ କୁଣ୍ଡିଆ ଧରି ବହୁ ଜୋରସେ କାନ୍ଦନ୍ତି ଆଉ କୁହନ୍ତି, ମାମା, ଏ ମଲ୍ଲିକା ଆଣ୍ଟି ତତଲା ଆଇରନ୍ ଧରି ଆମକୁ ଚେଙ୍ଗ ଦେବାକୁ ଯାଉଥିଲେ କହି ଜୋରସେ କାନ୍ଦନ୍ତି। ରଶ୍ମି ଏସବୁ ଶୁଣି ଆଶ୍ଚର୍ଯ୍ୟ ହୋଇ ମଲ୍ଲିକାକୁ ଚାହେଁ ଆଉ ଜୋରସେ ରାଗିଯାଏ ଆଉ କୁହେ, ମୋ ପିଲାମାନଙ୍କ ଦେହରେ ହାତ ଲଗାଇବା ପାଇଁ ତୋର ସାହସ କେମିତି ହେଲା? ରଶ୍ମି ମଲ୍ଲିକା ପାଖକୁ ଯାଏ ଆଉ ମଲ୍ଲିକାକୁ ଠେଲି ତା ହାତରେ ଆଇରନ୍ ଚେଙ୍ଗ ଦେଇଦିଏ। ମଲ୍ଲିକା ଜୋରସେ ପାଟି କରେ ଆଉ କୁହେ, ହେ ତୁ କ'ଣ ପାଗଳି ହେଇଗଲଣି? ରଶ୍ମି କୁହେ, ଆଜି ପରଠୁ ଯଦି ମୋ ପିଲାମାନଙ୍କୁ ପୁଣି ଥରେ କ୍ଷତି ପହଞ୍ଚାଇବା ପାଇଁ ଚେଷ୍ଟା କରୁ, ସେତେବେଳେ ତତଲା ଆଇରନ୍କୁ ତ ହାତରେ ନୁହେଁ ସିଧା ତ ମୁହଁରେ ଘଷିଦେବେ, ବୁଝିହେଲା? ଏକଥା ଶୁଣି ମଲ୍ଲିକା ଡରିଯାଏ। ତାପରେ ସେଠୁ ରଶ୍ମି ପିଲାମାନଙ୍କୁ ନେଇ ସାଙ୍ଗମାନେ ଚାଲିଯାଏ। ଆପଣମାନଙ୍କୁ ଯଦି ମୋ ଭିଡ଼ିଓଟି ଭଲ ଲାଗେ ତାହେଲେ ମୋ ଚ୍ୟାନେଲକୁ ଲାଇକ୍ ଆଉ ସବସ୍କ୍ରାଇବ୍ କରିବାକୁ ଜମାରୁ ବି ଭୁଲିବେନି। ଜୟ ଜଗନ୍ନାଥ।